ମାଇ ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ। ବାରିପଦା ବନଖଣ୍ଡ ଅଧୀନ ଶିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ବାଲିଆଢିପା ଗ୍ରାମ ନିକଟ ଚାଷଜମି ପାଖରେ ଏକ ମାଇ ହାତୀର ମୃତଦେହ ଠାବ ହୋଇଛି। ଆଜି ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗକୁ ଖବର ଦେଇଥିଲେ। ଆଜି ଘଟଣାସ୍ଥଳରେ ବାରିପଦା ଡିଏଫଓଙ୍କ ସହ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ହାତୀଟି ଏକ ମାଇ ହାତୀ ହୋଇଥିବା ଜଣାପଡ଼ିଥିବା ବେଳେ ହାତୀର ବୟସ 35ରୁ 40 ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ହାତୀଟି କିପରି ମଲା ଏବଂ କେତେ ସମୟ ଧରି ସେଠାରେ ପଡ଼ି ରହିଛି ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଗତ 1 ମାସ ମଧ୍ୟରେ ବାରିପଦା ବନଖଣ୍ଡ ଅଧୀନର ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ହାତୀର ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଏକ ହାତୀର ମୃତ୍ୟୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଙ୍ଗିରିପୋଷି ରେଞ୍ଜର ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ରେଞ୍ଜ ଅଧିକାରୀ।